ପଛରେ ଗୋଡଉଥିଲେ, ଶତ୍ରୁମାନେ ସେ ଭିତରେ ଏଇ ଯୋଉ ଗୀତ ସଙ୍ଗୀତ 27 ପର୍ବକୁ ଲେଖିଛନ୍ତି, ତା ଆଗରେ ଲେଖା ହେଇଛି ସ୍ତୁତି ବନ୍ଦନା। ଏଟାକୁ ଏଥିପାଇଁକା ମୁଁ ଆଜି ଚିନ୍ତା କଲି, ପ୍ରଭୁଙ୍କ ଅନୁଗ୍ରହରୁ ସମସ୍ତଙ୍କ ଜୀବନରେ ଯାହା ଆମେ ଭାବି ନଥାଉ, ଯାହା ଆମେ ଚିନ୍ତା କରିନଥାଉ, ହଠାତ୍ ହଠାତ୍ ଦ୍ରୋହ, ରାଗ, ହିଂସା, ଯେତେ ନେଗେଟିଭ ଫୋର୍ସେସ୍ ଅଛନ୍ତି, ଭୟର ବାତାବରଣ ସୃଷ୍ଟି କରନ୍ତି ଆମ ଭିତରେ। ଏଇଟା ଆମେ ସମସ୍ତେ ଜାଣିଛୁ, ଏଇଟା ନୂଆ କଥା ମୁଁ କିଛି ଗୋଟେ କହିଲି ତା ନୁହଁ। ସେଇ ଅବସ୍ଥା ମଧ୍ୟ ଦେଇ ଦାଉଦ ଗତି କରୁଛନ୍ତି, କିନ୍ତୁ ସେଇ ସମୟରେ ସେ ଗୋଟେ ଆତ୍ମିକ ସତ୍ୟଟାକୁ ସେ ପଢିଲା ବେଳକୁ ଖାଲି ଜଷ୍ଟ ପଢିଦଉ, ଖୁସି ଲାଗେ, ପୁଣି ବନ୍ଦ କରି ରଖିଦଉ। ସେ ସେୟା କରୁନାହାନ୍ତି, ସେ ଘୋଷଣା କରିକି ପଢୁଛନ୍ତି, ସଦାପ୍ରଭୁ ମୋର ଦୀପ୍ତି। ସଦାପ୍ରଭୁ ମୋ ଜୀବନର କରୁଛନ୍ତି, ସେ ଈଶ୍ୱରଙ୍କୁ ଗୋଟେ ସର୍ବଶ୍ରେଷ୍ଠ ଯେ ଈଶ୍ୱର ଏଭଳି ଗୋଟେ ଶକ୍ତି, ସେ ଯାହାର ପାଖରେ ଇଣ୍ଟିମେଟ ଭାବରେ, ଅନ୍ତରଙ୍ଗ ଭାବରେ ରହିବେ, ସେ ଲୋକର ଭୟ ହେବ ନାହିଁ। ପାଉଲ ଲେଖନ୍ତି, ପ୍ରଭୁ ଆମମାନଙ୍କୁ ଭୟଜନକ ଆତ୍ମା ଦେଇନାହାନ୍ତି। ମନେ ପଡୁଛି ନା ନାଇଁ? ଭୟ ଗୋଟେ ଆତ୍ମା, ଆଉ ଭୟ ନ କରିବା ପାଇଁ ବାଇବଲ ତ ପ୍ରତି ଜାଗାରେ କୁହାଯାଇଛି। କାହିଁକି? ଭୟ ପ୍ରଥମେ ଆଗେ ଆସିକିରି ଆମର ଆତ୍ମିକ ଶକ୍ତିକୁ ପାରାଲାଇଜ କରିଦିଏ। ଡାଉଟ, ଫିୟର, ଏସବୁ ନେଗେଟିଭ ଶକ୍ତି ଆମକୁ ପାରାଲାଇଜ କରିଦିଏ। ଆମେ ସେଇ ସମୟରେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା କଷ୍ଟ ହେଇଯାଏ। ସତେ କଣ ପ୍ରଭୁ ଅଛନ୍ତି? ସତେ କଣ ମୁଁ ଅନେକ ପ୍ରଶ୍ନ ଆସିକି ଆମ ଭିତରେ, ଆମେ ମଣିଷ, ଆମେ କେହି ପରଫେକ୍ଟ ନହୁଁ।
आज केतेबेले कहा पाइका को विपद आसी आमे कहि परिबु ना वी आर सिंपल ह्यूमन बीइंग किंतु एटा होची गोटे शक्तिशाली पर्व से कहवा द्वारा से गोटे शक्ति पाउचंती आम ईश्वर को गोटे मान्यता दौचु जे प्रभु तुम्हें मोर बल तुम्हें मोर शक्ति जदि आलोक आम भावु जे आम झुंटी पड़ानी किंतु दाऊद सेटा चिंता करना पछकू देखा से 5 पदरे देखा मो विपद दिन में से आपण आवास रे मते गोपन कर रखिबे से आपण तंबुर अंतराल रे मते लुचाइबे प्रभुंकर गोटे सिक्रेट प्लेस अछि एवं बाइबल रो भिन्न भिन्न स्थान रे आमाने देखुछु एलियों समय तांकर भविष्य वक्ता मानकु लुचा जाइथिला पर्वत पहाड़र कोरडरे प्रभु ताको आस्ते किना बुझाई दउचंती तू एकानो बाल पाखरे आंटू भांगी नथिया मोर एतिके 1000 लोक मु रखिछि मोर लोक मु रखिछि प्रभु को पाखरे गोटे आवास स्थान अछि से आवास स्थान रे से गोपन करवा जानती वो मन को जो माने तांको ऊपरे करी those who will establish intimate relationship with God गिरजा सरीला बाहर को आमे आसिलु हाय हेलो हाउ आर यू सेटा इंटिमेट रिलेशनशिप नुहे इंटिमेट रिलेशनशिप होची जेतले तांको दुखरे आमे छिडा हो से आम दुखरे आसिकरी छिडा होती हम सुखरे छिडा होते आमे तांको सुखरे छिडा we establish a intimate relationship ये गोटे साधा दिन रे दाऊद ए डिक्लेरेशन करूनाथि ए प्रोक्लामेशन करूनाथि जेतले से कहउचंती तिनि पदरे सैन्य दल मो विरुद्ध रे छाउणी कले हैं मो अंत जेतेबेले से डिक्लेयर करचंती सदा प्रभु मोर दीप्ति मोर परित्राण मु काहा को भय करिबी तिनि पदरे से पूरा परफेक्टली कन्फर्म्ड स्थिरीकृत विश्वास रे दृढ़ीभूत एमिति केही पृथ्वी रे नाही मु जाहाकू भय करिबी कारण प्रभु होचंती मोर दीप्ति मोर परित्राण मो जीवन रो बल मु कहा ठारू भीत हेबी प्रश्न पचारुचंती उत्तर कहउचंती जे मु कहा ठारू आउ भीत हेबी नाही प्रभु जेतेबेले आमान को लुचेई की रखंती हमर मन खुशी हुए ए दिने 2 दिन भितरे आमे साक्ष्य शुणुलु सुरभि सतमन को पाखरु से निया जाउथला चिकित्सा पाई से प्रभु को संगे संपर्क रे थिले what a glorious testament what a glorious testimony it is समस्त लोकों पाखरे संभव नुहे अनेक लोग भय पाई जानती डरी जानती डरी जीवा द्वारा आमे ईश्वर को अगौरव करू
ସେଥିପାଇଁକା ଦାଉଦ କହୁଛନ୍ତି 2 ପଦରେ, ଦୁଷ୍କର୍ମକାରୀ ଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମତେ ଆକ୍ରମଣ କରିବା ବେଳେ ମୋହର ସେ ବିପକ୍ଷ ଶତ୍ରୁ ମାନେ ଝୁଣ୍ଟି ପତିତ ହେଲେ। ପ୍ରଭୁ ସେଇ ସମୟରେ ଗୋଟେ ଡିସର୍ନିଂ ସ୍ପିରିଟ ଦିଅନ୍ତି। এটা ଗୋଟେ ରେଗୁଲାର ବ୍ୟାଟଲ ବିଷୟରେ ହୁଏତ ଦାଉଦ ପାରିଥାନ୍ତି, କିନ୍ତୁ ମୁଁ କହିବା ଭିତରେ ହଉଛି ସେ ଡିସର୍ନିଂ ସ୍ପିରିଟ ଯେତେବେଳେ ପ୍ରଭୁ ଦିଅନ୍ତି, ଆଉ ଯୋଉମାନେ ତାଙ୍କର ଗୋପନ ଆବାସ ମଧ୍ୟରେ ତାଙ୍କର ଆପଣା ଆବାସ ମଧ୍ୟରେ ତାଙ୍କୁ ଗୋପନ କରି ରଖିବେ, ସେମାନଙ୍କ ପାଖରେ ଆପଣ ପାଇବେ ଗୋଟେ ଶାନ୍ତ ସ୍ୱଭାବ। Be still and know that I am Lord. ଅଧିକ ପାଟି କଲେ, ଅଧିକ ବକବକ ହେଲେ, ଅଧିକ ଚିଡଚିଡି ହେଲେ, ଅଧିକ ରାଗିକିରି କଣ ନାଇଁ କଣ ପାଟିରୁ ବାହାରିବ କହିଲେ ଆମମାନଙ୍କର ଶାନ୍ତି ବଢେନି, ଭୟ ଯାଏନି। କଣ ହୁଏ? ଏଠି ଦେଖନ୍ତୁ ରିମୋଟ କଣ୍ଟ୍ରୋଲ ଅଛି ମୋ ହାତରେ। ମୁଁ ଯିବିନି ସେ ଗ୍ୟାଜେଟ ପାଖକୁ, ମାତ୍ର ଏଥିରୁ ଥାଇକି ଅପରେଟ କରିବି, ଆଉ ଯୋଉଟା ମୁଁ ଚାହୁଁଛି ସେଇଟାକୁ ମୁଁ ଦେଖିପାରିବି, ଆଉ ସେଇଟା ସେ ଫଙ୍କସନ କରିବ। ଯେତେବେଳେ ଆମେ ଜଗତର ଭୟ ସାଙ୍ଗରେ ନିଜକୁ ସାମିଲ କରିଦଉ, ଆମର ରିମୋଟ କଣ୍ଟ୍ରୋଲଟା ଅନ୍ୟକୁ ଦେଇଦଉ। ସେ ରାଗିଲେ ମୁଁ ରାଗିବି, ସେ ଯଦି ମତେ ପ୍ରଶଂସା କରିବ ମୁଁ ଖୁସି ହେବି। ତାମାନେ ମୋହର ଖୁସି और ଶାନ୍ତି ଆଉ ରାଗ ଆଉ ଜଣଙ୍କ ହାତରେ ରହିଲା। କିନ୍ତୁ ଦାଉଦ କହୁଛନ୍ତି ନା, ମତେ ପ୍ରଭୁ ସେଇ ଡିସର୍ନିଂ ସ୍ପିରିଟ ଦେବେ। ଡିସର୍ନିଂ ସ୍ପିରିଟ କଲେ ଆତ୍ମାକୁ ଚିହ୍ନିବାର ଶକ୍ତି। ଯେତେ ଯେତେ ଆମେ ପରିପକ୍ୱତା ଭିତରକୁ ଗତି କରୁ, 3-4ଟି ବିଷୟ ଆମକୁ ଜୀବନରେ ଆସେ। ସେଟା ଆମକୁ ରିଫାଇନ କରେ, ପରିଷ୍କାର କରେ, ଆମମାନଙ୍କୁ ବଳ ବଢେଇ ଦିଏ, ଷ୍ଟ୍ରେନ୍ଥେନ କରେ, ଆମମାନଙ୍କୁ ପ୍ରିପେୟାର କରେ, ପ୍ରସ୍ତୁତ କରେ। ମୁଁ ଆଗରୁ କହିଥିଲି କେହି ଆମେ ପରଫେକ୍ଟ ନୁହଁ। ଆମେ ଜଗତରେ ଥିବା ପର୍ଯ୍ୟନ୍ତ ଶୟତାନ ତାର ଚେଲାମାନଙ୍କର ପ୍ରଲୋଭନ, ଡେମୋନିକ ଆଟାକ, ସାଟାନିକ ଆଟାକର ଶିକାର ହବୁ ହିଁ ହବୁ। ଏଲିୟଙ୍କ ପରି ଲୋକଙ୍କୁ ଯଦି ହେଲା, ଆମେ କିଏ? ଦେଖନ୍ତୁ ଏଲିୟଙ୍କୁ କଣ ହେଲା? ସେ ଯୋଉ ଡେମୋନିକ ଆଟାକ କଲା, ସେ ଗୋଟେ ସ୍ପିରିଟ କୁ ପଠେଇଲା। ସେ ସ୍ପିରିଟ ନା ହଉଛି ଭୟ। ଭୟ ଆଟାକ କରେ। ଭୟ ଗୋଟେ ସ୍ପିରିଟ ଯୋଉଟା କି ଆଟାକ କରେ। ମୁଁ ଯଦି ମତେ ଟିକେ ସାହାଯ୍ୟ କରିବେ, ସେ ପଦଟା ଗୀତ ସଂହିତା 52 ରେ ବୋଧେ ଅଛି। ନାଇଁ 52 ରେ ନାହିଁ, ঠিক আছে। ନାଇଁ, ଭୟ ଆଟାକ ଏଭଳି ଆଟାକ କରେ, ଗୋଟେ ଗୋଟେ ଲୋକ ତାଙ୍କ ମାନସିକ ଭାରସାମ୍ୟ ହରାଇ ବସନ୍ତି। ଆଇଦର ଡରିଯିବେ और डिसाइड करिवे ମୁଁ ମୋର ପ୍ରାଣକୁ ନେଇଯିବି, ମୁଁ ଏଇ ଜଗତରେ ରହିବି। ଭୟ ଗୋଟେ ଶୈତାନିକ ଶକ୍ତି, ଡେମୋନିକ ପାୱାର। ଏଠି ଦାଉଦ ସେ କହୁଛନ୍ତି, ଯଦି ସଦାପ୍ରଭୁ ମୋର ଜୀବନର ବଳ, ମୁଁ କାହାଠାରୁ ଭୀତ ହେବି। ତାମାନେ ସେ ଜାଗାକୁ ଆଉ କେହି ଆସିପାରିବନି ଈଶ୍ୱରଙ୍କ ସାଙ୍ଗରେ କମ୍ପିଟ କରିବା ପାଇଁ। ସୈନ୍ୟ ଦଳ ମୋ ବିରୁଦ୍ଧରେ ଛାଉଣି କଲେ ହିଁ ମୋର
ଅନ୍ତଃକରଣ ଭୟ କରିବ ନାହିଁ। ଜଷ୍ଟ ଆଗରୁ କହୁଥିଲି ପ୍ରଭୁ ଗୋଟେ ଆମକୁ ଗୋଟେ ଷ୍ଟିଲନେସ୍ ଅଫ୍ ହାର୍ଟ ଯୋଗାନ୍ତି, ଗୋଟେ ଶାନ୍ତ ଅନ୍ତଃକରଣ ଆମକୁ ଯୋଗାନ୍ତି, ଯୋଉଥିରେ କି ସବୁ ହଉଥିବ ଆମ ମନରେ କିଛି ହିଁ ଆମକୁ ବିଚଳିତ କରିପାରିବନି। ଏଇଟା ଡିକ୍ଲେୟାର କରିବାକୁ ପଡେ। ମୁଁ ଆଜି ବେଶୀ କଥା କହିବିନି, ଏଇ ଯୋଉ ଡିକ୍ଲେୟାର କରିବା କଥା। ଆଜ୍ଞା ଗୀତ 62 ଅଛି, କେବଳ ସେ ମୋର ଶୈଳ ପରିତ୍ରାଣ ମୋର ଉଚ୍ଚ ଦୁର୍ଗ, ମୁଁ ଅତିଶୟ ବିଚଳିତ ନୁହେଁ। ସେଇଟା ଗୋଟେ କଥା ଅଛି। ନାଇଁ ଭୟ ଆଟାକ୍ କରେ, ସେଟା ଗୋଟେ ମୁଁ ତ ବାହାର କରିପାରୁନି, ସମୟ ହେଇଯିବ। ଆଜ୍ଞା ଏଇ ସମୟରେ ଆମମାନଙ୍କୁ ବଳ ବାନ୍ଧିକିରି ଛିଡା ହବା ପାଇଁ ହେଲେ ଆମମାନଙ୍କର ପାଖରେ ପ୍ରଭୁଙ୍କର ଉପସ୍ଥିତିରେ ରହିବାର ଆବଶ୍ୟକତା ଅଛି। ଆମକୁ ଅପେକ୍ଷା କରିବାର ଅଛି। ଆମମାନଙ୍କର ଯେତେ ଯେତେ ଆମେ ବଳିଷ୍ଠ ହଉ, ଏଇ ମସଲ ପାୱାର ନୁହେଁ, କିନ୍ତୁ ଆତ୍ମିକ ପାୱାର ଯେତେ ବଳିଷ୍ଠ ହୁଏ, এই ଜଗତର ସବୁ ରକମର ସାଟାନିକ ଆଟାକର ମୁକାବିଲା ଆମେ କରିପାରିବା। ୱେଟିଂ, ସେ ୱେଟିଂଟା ହଉଛି ଯେ ଆମମାନଙ୍କୁ ଗୋଟେ ଭିକ୍ଟ୍ରି ମିଳିଯିବ। ଆମ ପାଇଁ ଘଟଣା ଗୁଡାକ ବଡ ସହଜ ହେଇଯିବ ନା ନା, ଆମେ ଯାହା ପାଟିରେ ଘୋଷଣା କରିବୁ ସେଟା ହୃଦୟରେ ବିଶ୍ୱାସ କରିବୁ ଯେ ସେ କାର୍ଯ୍ୟ ପ୍ରଭୁ କରୁଛନ୍ତି। ଏବଂ ସବୁଠୁ ବଡ ବିଷୟ ହଉଛି, ପ୍ରାକ୍ଟିକାଲ ବିଷୟ ହଉଛି ଆମମାନଙ୍କର ପ୍ରଭୁଙ୍କ ସାଙ୍ଗରେ ଯୋଉ ଗଭୀରତା ଆସ୍ତେ ଆସ୍ତେ ବୃଦ୍ଧି ଲାଭ କରିବ। ଆମମାନଙ୍କର ସେ ଯୋଉ ଡିସର୍ନିଂ ସ୍ପିରିଟ ଆମକୁ କହିବ କେତେବେଳେ ତୁ ପାଟିଟା ବନ୍ଦ କର, କେତେବେଳେ କାର୍ଯ୍ୟ କର, କେତେବେଳେ କଥା କହ, ଆଉ କେତେବେଳେ ତୁ ଶାନ୍ତିରେ ରହ। ବହୁତ ଏକ୍ସାମ୍ପଲ ଅଛି। କେତେ କଥା ପଚାରିଲେ ଯୀଶୁଙ୍କୁ, ଆପଣ ମାନେ ଏବେ ଶୁଣିଥିବେ, ପ୍ୟାସନ୍ ୱିକରେ ଉତ୍ତର ଦେଲେ। ସବୁ ପ୍ରଶ୍ନର ଯେ ଉତ୍ତର ଦେବା ଦରକାର ତାହା ନୁହେଁ। ଯଦି ଅନ୍ତର ଭିତରେ ଆପଣ ବଳବାନ ହବାକୁ ଚାହୁଁଛନ୍ତି, କେତେ ସମୟ ଆପଣ ସାଇଲେଣ୍ଟଲି ରହିପାରିବେ, ନୀରବରେ ରହିପାରିବେ, ତା ଉପରେ ନିର୍ଭର କରୁଛି। ୱେଟିଂ ମାନେ ନୁହେଁ ଆମେ ଦୁର୍ବଳ ବୋଲିକା, ଆମେ କିଛି କରିପାରିବା ବୋଲି ତା ନୁହେଁ। ୱେଟିଂ ମାନେ ହଉଛି ପ୍ରଭୁଙ୍କର ଯୋଉ ସମୟ, ସେ ସମୟ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାର ଅଛି। ଏଇଟା ପାର୍ଟ 1। ବର୍ତ୍ତମାନ ମୁଁ ପାର୍ଟ 2 କୁ ଯାଉଛି, ସେଟା ଆଉ ଗୋଟେ ଭିନ୍ନ ଟାଇପର। କେମିତି ବିଶ୍ୱାସକୁ ଆମକୁ ବଢେଇବାକୁ ପଡେ। ପ୍ରଥମଟା ହଉଛି ଡିକ୍ଲାରେସନ। ଈଶ୍ୱରଙ୍କର ଗୁଣାବଳୀକୁ ଯେତେବେଳେ ଆମେ ଡିକ୍ଲେୟାର କରୁ, ସେ ବାକ୍ୟଟା ଜୀବନ୍ତ ହେଇଯାଏ, ଶକ୍ତି ପ୍ରଦାୟକ ହୁଏ, ବଳିଷ୍ଠ ଜୀବନ, ଆତ୍ମିକ ଜୀବନ କାଟିବା ପାଇଁ ଆମମାନଙ୍କୁ ସାହାଯ୍ୟ କରେ। ଘଟଣାଟି ବର୍ତ୍ତମାନ ମୁଁ ଆରମ୍ଭ କରୁଛି। ସାଉଥ କୋରିଆର ସବୁଠୁ ବଡ ପାଷ୍ଟର, ପ୍ରଥମ ପାଷ୍ଟର କହିଲେ ଚଳେ, ପଲ୍ ୟଙ୍ଗି ଚୁ। ସେ ତାଙ୍କର ଜୀବନରେ ପାଠ ବେଶୀ ନଥିଲା, ସେ ମ୍ୟାଟ୍ରିକ ଡ୍ରପ ଆଉଟ୍।
गोटे अति प्रभावशाली पास्टर थिले, प्रभावशाली प्रभुंकर लोक थिले एवं प्रभुंक पाखे से जहाँ मागुथिले प्रभु आहरी अधिका दौथिले। जदि से प्रभु को मागुथिले मते 100 लोक थियो मंडली रे जते आरंभ कले प्रभु ताको 500 देले। एमिति हेकरी हजार लक्ष टपिक पृथ्वी रे बहु जगह रे ताको बालक प्रचारक माने काम करछथि। ताकर गोटे छोट गोटे घटनाटा आमनको बहुत साहाय्य। यूएस रो से गोटे निमंत्रण पाइले अमेरिका रो, आउ से रूटटा थिला यूके बाटो देखबा, लंडन बाटो देखि जिबा पे। आगर होते तो गुराक कनेक्टिंग ट्रैवल नथिला एवं सेठी कर चर्च लोक मान जत सुनिले पॉल यंगी जो एठी के समय पे रहिबे से माने निवेदन करले आपन को टिकट को एमती बनांतो जे एटलीस्ट हमें 2-3 दिन हमें आपन को वाक्य सुनिबा। आ से अनुसार ताको टिकट को सेमती बना हला आ से रहि सेठी गोटे चर्च थिला। चर्च रो नाम होची बेथानी चर्च। से बेथानी चर्च रो पास्टर आंकर सब दायित्व नेले। आंको से एयरपोर्ट रो रिसीव करबा ठो आरंभ करी तांकर आतिथ्यता खाइबा पीबा रहिबा सब कथा से बुझिले। तांको से चर्च रो गोटे गेस्ट रूम तांको दिया हितला। अति साधा सीधा लोक कबाटे खड़खड़ हैला, ठक ठक हैला। कबाट खोली देखला को से पास्टर को स्त्री छिड़ा है। प्रेज द लॉर्ड पास्टर, मु आ गोटे भोणी को नेकी आसीचे, तांकर किछि समस्या से आपण पाखरे कहिबे, आपण टिके तांको सहाय्य कर। कहले प्लीज कम इन, घर भीतर को आसो बसिले। कहले भोणी को से देखले पास्टरंकर वाइफ अपेक्षा से जो झियो पानी चलती बहुत ही अन कौन तुम समस्या है आ प्रार्थना करछ। से कहले फॉर द लास्ट 10 years आई एम प्रेइंग फॉर माय हस्बैंड। मोर गोटे बाहागर हबो, गोटे भल बरटी पाई बोली मो 10 वर्ष हला प्रार्थना करछे, बट आई एम नॉट गेटिंग एनी रिजल्ट। एठो से पास्टर को स्त्री को कहले ताको गोटे कागज दियो, गोटे पेन दियो। जे गोटे कागज देले, गोटे पेन देले। कहले रेडी कर रख, मु जतले कहबी सेतले लिखिबो। आपण माने बर्तन खोलंतु एब्री पुस्तक रो 11 पर्व प्रथम पद। यदि इंग्लिश भी अच्छी सेटा खोली छांतु एब्री 11 पर्व एक पद। जे बाहर कले जे पढ़ंतु। विशेष प्रत्याशित विषय मूल भूमि अदृश्य विषय निश्चित ज्ञान से किछि पॉल यंगी जो एते किछि बुद्धिमान लोक नोथि बा एते इंटेलिजेंट लोक नोथि, जस्ट ए मैट्रिक ड्रॉप आउट। से पद्धति को ताको प्रथमे बुझेले फेथ इज द सब्सटेंस ऑफ थिंग्स। जते गोटे धुआं बा बाष्प नले पवन एसेंस ऑफ थिंग्स ये म्यूट कर दियंतु आवाज आसे। तार सब्सटेंस किछि नथिबो, जोटा किछि नाही तार किछि सब्सटेंस नथिबो, तार किछि मूल भूमि नथिबो, आ अदृश्य सेटा आ निश्चित ज्ञान है कि रही परिबने सेटा। सेठ से कहला पर कहले आपनकर स्वामी को आपण केबे देखिचंती? से झटी कहला केते अद्भुत प्रश्न आपण पचारुचंती। मु तो प्रार्थना करूची गोटे स्वामी पाइया पई, आपण मते कहउचंती मो स्वामी को मु केबे देखिची बोलिया। जदि न देखिचंती कोन प्रार्थना करचंती? मन दे सुन, जदि न देखिचंती तेबे कोन प्रार्थना करचंती? प्रभु को कोन कहउचंती?
विश्वास होची द सब्सटेंस ऑफ थिंग्स ଆଉ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ଆପଣଙ୍କ ସ୍ୱାମୀ ଉପରେ କିଛି ଜ୍ଞାନ ନାହିଁ, ତାଙ୍କର କିଛି ସବଷ୍ଟାନ୍ସ ନାହିଁ, ତ ପ୍ରାର୍ଥନା କଣ ପାଇଁ କରୁଛନ୍ତି? ଆହୁରି 10 ବର୍ଷ କଲେ ବି କିଛି ହବନି। ସେ ଏକଦମ ଅବାକବା ହେଇଗଲେ ତାଙ୍କର କଥା ଶୁଣି। ହେଲେ ଭାଇ ଭଉଣୀ ଆପଣ ଆଗେ କାଗଜରେ ଲେଖନ୍ତୁ। ଆମେ ଏଠି ବର୍ତ୍ତମାନ ଯେତେ ଜଣ ଅଛୁ ମୁଁ ସମସ୍ତଙ୍କୁ କହିବି এই ঘটনাটি সাଙ୍ଗରେ ଆପଣଙ୍କ ଜୀବନର ଯୋଉ ଘଟଣା ପ୍ରବାହ ଯୋଉ ଘଟଣାବଳୀ ଅଛି ତା ସାଙ୍ଗେ ଯଦି ମ୍ୟାଚ୍ କରୁଛି ଆପଣ ମାନେ ମଧ୍ୟ କାଗଜରେ ଲେଖନ୍ତୁ। କଣ ଲେଖିବେ ନା ଆପଣଙ୍କ ସ୍ୱାମୀଙ୍କ ବିଷୟରେ ଲେଖନ୍ତୁ। ପ୍ରଥମେ ହଉଛି ତାଙ୍କର କଲର କେମିତି ରହିବା ଦରକାର। ସେ ଝିଅ କହିଲା ଗୋରା ରହିବା ଦରକାର। କଳା କି ଶ୍ୟାମଳ ନା ଗୋରା ଲେଖନ୍ତୁ ପ୍ରଥମ। ମୋ ସ୍ୱାମୀର କଲର ଗୋରା। ଦ୍ୱିତୀୟରେ ପଚାରିଲେ ସ୍ୱାମୀ ମୋଟା ହେବା ଦରକାର ନା ଖଡଖଡ ହେବା ଦରକାର। ତାଙ୍କୁ ଇଂଲିଶରେ କହନ୍ତି ସ୍କିନି। ସେ କହିଲେ ନାଇଁ ଖଡଖଡ ହେବା ଦରକାର। ସ୍ୱାମୀ ଗେଡା ହେବା ଦରକାର ନା ଲମ୍ବା ହେବା ଦରକାର। ସେ କହିଲେ ନାଇଁ ଲମ୍ବା ହେବା ଦରକାର। ଲେଖନ୍ତୁ କେତେଟା ପଏଣ୍ଟ ହେଲା? 3ଟା ପଏଣ୍ଟ ହେଇଗଲା। ତାପରେ ପଚାରିଲେ ସ୍ୱାମୀ କଣ କାମ କରିବା ଦରକାର? ସେ କହିଲେ ଟିଚିଂ ଲାଇନରେ ଥିଲେ ଭଲ। ଲେଖନ୍ତୁ ଯାହା ବି ଲେଖିଲେ ଆପଣ ଯୋଉଠି ବସିକି ପଢନ୍ତି, ଯୋଉଠି ଆପଣ ବାଇବଲ ଷ୍ଟଡି କରନ୍ତି, ସେ ଟେବୁଲରେ ସେ କବାଟରେ ସାଲୋ ଟେପ୍ ଦେଇକି ତାକୁ ମାରିଦେବେ। ବର୍ତ୍ତମାନ ଯାହା ଲେଖିଲେ ପଢିଲେ ମୋର ସ୍ୱାମୀ ଗୋରା, ମୋର ସ୍ୱାମୀ ଧଡ଼ିଆ ପାତଳା, ମୋର ସ୍ୱାମୀ ଲମ୍ବା, ମୋର ସ୍ୱାମୀ ସ୍କୁଲ ଟିଚର। ଆଜିଠାରୁ ଆକୁ ଆପଣ ଜାଣି ପକେଇଲେ ହଉଛି ସ୍ୱାମୀ ଆପଣଙ୍କର ସେ ସବଷ୍ଟାନ୍ସ ଅଫ ଥିଙ୍ଗସ ହୋପଡ ଫର। ଯଦି ବିଶ୍ୱାସରେ ସବଷ୍ଟାନ୍ସ ନାହିଁ କାହାକୁ ବିଶ୍ୱାସ କରିବେ? ଆପଣ ଏଇଟାକୁ ପ୍ରାର୍ଥନା କରି ଚାଲିବେ। 3 ଦିନ ସରିଗଲା। ସେ ଆମେରିକା ପଳେଇଲେ ପଲ ୟଙ୍ଗିଚୋ। ସେଠି ତାଙ୍କର ସର୍ଭିସ ଏକା ଯାହା କଣ୍ଡକ୍ଟ କରିବା କଥା ଥିଲା ସବୁ ସାରିକି ସେ କୋରିଆ ବି ଫେରି ଆସିଲେ। 3 ମାସ ପରେ ସେ ବେଥେନି ଚର୍ଚ୍ଚ ଯୋଉଠି ସେ ଗେଷ୍ଟ ରୁମରେ ରେଷ୍ଟ ନେଉଥିଲେ ଆଉ ସେ ପାଷ୍ଟରଙ୍କ ସ୍ତ୍ରୀ ଏ ଝିଅକୁ ନେଇକି ଆସିଥିଲେ। ସେ ଝିଅ ଫୋନ କଲେ, ପାଷ୍ଟର ଜୋ I have got my husband. ଏଠୁ ଏ ପଚାରିଲେ is he a school teacher? Yes he is. ପାଷ୍ଟର ଜୋ ମୁଁ ଯାହା ପ୍ରାର୍ଥନା କରୁଥିଲି ଆଉ ପାଇଲି। ତେଣୁ ଜୋ ସେପଟୁ କୋରିଆରୁ ଫୋନରେ କହିଲେ ସେ କଣ ସ୍କୁଲ ଟିଚର ନା? ହଁ ସେ ସ୍କୁଲ ଟିଚର। କହିଲେ ମତେ ଘଟଣା ଟିକେ ଠିକରେ ବୁଝା। କହିଲେ ଗୋଟେ ଇଣ୍ଟର ସ୍କୁଲ କମ୍ପିଟିସନ ହଉଥିଲା ସଂଘର। ଆମ ସ୍କୁଲ ବି ଜଡିତ ହେଇଥିଲା। ସେ ବୋଧେ ଝିଅଟି ବୋଧେ ଟିଚର, ମୁଁ ଟିକେ ଜାଣିନି। ଏ ଯାଇକି ପ୍ରେସିଡେଣ୍ଟ ଥିଲା। ଯାହାକୁ ସେ ସ୍ୱାମୀ ହିସାବରେ କାଗଜରେ 1 2 3 4 ପଏଣ୍ଟ କରି ଲେଖିଥିଲା ଠିକ ସେଇ ଟାଇପର ଗୋଟେ ବ୍ୟକ୍ତି ଗୋଟେ ସ୍କୁଲର ସେ ମ୍ୟୁଜିକ ଟିଚର ହେଇକିରି ସେ ମଧ୍ୟ ଆସିଥିଲେ। ଅବିବାହିତ ଅନମ୍ୟାରେଡ। ଦେଖିବାକୁ ବହୁତ ସୁନ୍ଦର। ତାଙ୍କର ଘଟଣାବଳୀରେ ସେ 2 ଜଣ ମିଶିଛନ୍ତି। ସେ ବି ପ୍ରଭୁଙ୍କର ପିଲା। 2 ଜଣ 2 ଜଣକୁ ସ୍ନେହ କରିଛନ୍ତି, ପ୍ରେମ କରିଛନ୍ତି, ଡିସାଇଡ କରିଛନ୍ତି ସେମାନେ ବାହା ହେବେ। ଆଉ ତାପରେ ସେମାନେ ଫୋନ କଲେ ପଲ ୟଙ୍ଗି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଯେପରି କହିଥିଲି ସେ ଗୋଟେ ଅତି ଜ୍ଞାନୀ ଲୋକ ନଥିଲେ ପଲ ୟଙ୍ଗିଚୋ, କିନ୍ତୁ ତାଙ୍କର ମୁଁ ବହୁତ ଶୁଣେ ଏଥିପାଇଁକା ବିଶ୍ୱାସଟାକୁ କେମିତି ବଢେଇ ହବ, ବାକ୍ୟ କଣ କହୁଛି। ଯୋଉ ପ୍ରଥମେ ଆରମ୍ଭ କରିଥିଲେ ଦାଉଦ
ଡିକ୍ଲାର କରୁଛନ୍ତି। ଈଶ୍ୱର ଆଦି ପୁସ୍ତକରେ ଡିକ୍ଲାର କରୁଛନ୍ତି ଲେଟ୍ ଦେୟାର ବି ଲାଇଟ୍ ଆଣ୍ଡ ଦେୟାର ୱାଜ ଲାଇଟ୍। ଯାହା ଆପଣ ଚାହୁଁଛନ୍ତି ଡିକ୍ଲାର କରନ୍ତୁ। ମନେ ମନେ ଚିନ୍ତା କଲେ କିଛି ହବ। ମନେ ମନେ ଚିନ୍ତା କଲେ, ଭାବିଲେ, କାନ୍ଦିଲେ, ବୋବେଇଲେ କିଛି ହବ ନାହିଁ। ୟୁ ହାଭ ଟୁ ଡିକ୍ଲେୟାର। ସଦାପ୍ରଭୁ ମୋହର ଦୀପ୍ତି, ମୋହର ବଳ, କାହାଠାରୁ ଭୀତ ହେବି ନାହିଁ। ସେ ଭୟ ଫଟକିନା ପଡେ। ଆପଣଙ୍କ ଭିତରେ ଶତ ସିଂହର ବଳ ଚାଲି ଆସେ। ଯାହା ଆପଣ ଚାହୁଁଛନ୍ତି ତାକୁ ଲେଖିକି ପାଇଯାଇଛନ୍ତି ବୋଲି ପ୍ରାର୍ଥନା କରନ୍ତୁ। ମୁଁ ସେଥିପାଇଁ କହିଥିଲି ଆଜି ଅନ୍ୟ ବେଶୀ ଗୁଡାକ ନେବିନି, କେବଳ ଫୋକାଲ ପଏଣ୍ଟ ନେବି ଯୋଉଟା ଆପଣଙ୍କ ଜୀବନକୁ ସାହାଯ୍ୟ କରିବ। ଯାହା ମୁଁ ଜାଣିନି ଆପଣଙ୍କ ଜୀବନରେ କଣ କଣ ପ୍ରାୟୋରିଟିଜ ଅଛି, ଅଜଣା। କାଗଜରେ ଲେଖନ୍ତୁ, ତାକୁ ଡିକ୍ଲେୟାର କରନ୍ତୁ। ଚିରି ହୋ ପାଚିରି କଥା ମନେ ପକାନ୍ତୁ। ବଳି ପଡିଲା। ଏତେ ଶକ୍ତି ଅଛି ପ୍ରୋକ୍ଲାମେସନରେ, ଏତେ ଶକ୍ତି ଅଛି ଘୋଷଣା କରିବା ଦ୍ୱାରା। ଗଳି ପଡିଲା। ସେ ଝିଅର 10 ବର୍ଷର ପ୍ରାର୍ଥନା କାମ କରୁନଥିଲା। 3 ମାସ ଭିତରେ ସେ ତାର ବର ପାଇଲା। ଯାହା କିଛି ଆପଣଙ୍କ ଜୀବନରେ ବିଶ୍ୱାସ ଅଛି ସେ ଆହୁରି ବଢିବ। ଆନନ୍ଦ ଲାଗୁଛି କି? ବିଶ୍ୱାସରେ ବଢିବା ପାଇଁ ପ୍ରଭୁଙ୍କ ଠାରେ ଆହୁରି ନିବିଡ଼ ଭାବରେ ଚାଲିବା ପାଇଁ ଇଚ୍ଛା ହଉଛି କି? ସେ ଚାହାନ୍ତି ଆପଣଙ୍କ ସାଙ୍ଗରେ ରହିବା ପାଇଁ, ଆପଣଙ୍କୁ ଉପକାର କରିବା ପାଇଁ, ଆପଣଙ୍କୁ ବ୍ଲେସିଂ ଦେବା ପାଇଁ। ଘୋଷଣା କର। ଦେଖିବେ ଆପଣଙ୍କ ଜୀବନର ଯୋଉ ପରିବର୍ତ୍ତିତ ଅନୁଭୂତି ଆହୁରି 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 ଘନିଷ୍ଠ ହେଇଯିବ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏ କ୍ଷୁଦ୍ର ବାକ୍ୟ ଦ୍ୱାରା। ନେକ୍ସଟ ୱିକ୍ ମୁଁ ନଥିବି। ମୋ ମର୍ଣ୍ଣିଂ ପ୍ରେୟାରରେ ୱାଇଫ ପ୍ରେୟାର ରିକ୍ୱେଷ୍ଟ ଦେଇଥିଲା। ଆମର ପୁଅ ଯୋଉ ପଠେଇଥିଲା ବେଲଜିୟମରୁ ଚିଠି, ସେଟା ଆସିଯାଇଛି। ଆଉ ଆମର 2 ତାରିଖ ଅଛି କାଲକାଟାରେ ଡେଟ୍ ଭିସା ପାଇବା ପାଇଁ। ଆମେ 1 ତାରିଖରୁ ପଳେଇ ଯାଉଛୁ। ସେଥିପାଇଁକା ଆଗ ଶୁକ୍ରବାର ମୁଁ ନଥିବି। ମୁଁ ଅନୁରୋଧ କରିଛି ଆମମାନଙ୍କ ସୁବ୍ରତୀ ଭଉଣୀ ସେ ନେବେ। ଆପଣମାନେ ବହୁତ ସଂଖ୍ୟାରେ ଯୋଗଦାନ କରନ୍ତୁ। ଆଉ ଆଜି ଯୋଉ ଆପଣମାନେ ଶୁଣିଲେ, ମୁଁ ତ ଶୁଣିବା ଦିନଠୁ ମୁଁ ଏଟାକୁ ପ୍ରାକ୍ଟିସ କରେ। ମୋର ଅନ୍ତରୁ ଭାଇ ନଗେନ୍ଦ୍ର ଭାଇ ଯେ ଯେତେବେଳେ ମୋ ପାଖରେ ଫୋନ କରନ୍ତି ସେ କେବେ ହେଲେ ଛାଡିବେନି। ଭାଇ ପ୍ରାର୍ଥନା କର। ସେ ମୋର ବହୁତ ଅନ୍ତରଙ୍ଗ, ହାର୍ଟ ଟୁ ହାର୍ଟ ଭାଇ ମୋର। ସେମିତି ଆପଣ ମାନେ ସମସ୍ତେ ଚେଷ୍ଟା କରନ୍ତୁ ଘୋଷଣା କରିବା ପାଇଁ, ଯାହା କିଛି ଆପଣଙ୍କ ଜୀବନରେ ମଙ୍ଗଳ ବିଷୟ ଦେଖିବା ପାଇଁ ଚାହୁଁଛନ୍ତି। ରହିଲି, ନମସ୍କାର।